କିସ କଥା ନିଜର କଥା, କେତେ ନିଜର, ଅତି ନିଜର। ସେ କିଏ ତମର? ସେ ବାପା ଯେ ମୋର। ତମ ବାପା କାହାନ୍ତି? ଆଉ ନାହାନ୍ତି। ସେ କେଉଁଠି? ଆର ପାରିର ତାରା ଯେଉଁଠି। ଏ କି ଗପ? ମୋ ବାପା ଆଉ ଏକ ଆତ୍ମାର ଗପ। ଶ୍ରୋତାବନ୍ଧୁ, ବାପା ଶବ୍ଦ ଓ ସମ୍ବୋଧନ ଭିତରେ କେତେ ସମ୍ମୋହନ ଥାଏ ଆମେ ସମସ୍ତେ ଜାଣେ। ମୋ ବାପା ଥିଲେ ମୋ ପାଇଁ ଆଶ୍ୱାସନାର ଆକାଶ। ତାଙ୍କ ଉପସ୍ଥିତିରେ ମୁଁ ଧରାକୁ ସରା ମଣୁଥିଲି। ଆଜି ସେ ନାହାନ୍ତି, କିନ୍ତୁ ତାଙ୍କ ଜୀବନର ଗୋଟିଏ ସତ ଘଟଣାକୁ ମୁଁ ଆପଣମାନଙ୍କୁ ଶୁଣଉଛି। ବାପାଙ୍କର ଏଇ ଘଟଣା ଆପଣମାନଙ୍କୁ ଗପ ପରି ହୁଏତ ମନେ ହେଇପାରେ, ହେଲେ ସମ୍ପୂର୍ଣ୍ଣ ସତ କଥାଟିଏ। ସ୍ମୃତିକୁ ଉଖାରି କେତେ କଥା ମନେ ପଡ଼ି ଯାଉଛି ମୋର। ଶ୍ୟାମଳ କୁଞ୍ଚିତ ଆକାଶରେ କୃଷ୍ଣପକ୍ଷ ରାତିର ନିଗିଡ଼ା ପ୍ରସ୍ତ ପ୍ରସ୍ତ ଗାଢ଼ ତମିଶ୍ରା କାଠ ଝରକା ଫାଙ୍କ ଦେଇ ବାପାଙ୍କ ଶୋଇବା ଘର ଭିତରୁ ତେର୍ଛେଇ ହେଇକି ଛିଟିକି ପଡ଼ୁଥିଲା। ଲଣ୍ଠନରୁ ଦିକ୍ ଦିକ୍ ହୋଇ ଜଳୁଥିଲା ଧିମା ଆଲୁଅ। ବେଶ୍ ନିଶାର୍ଦ୍ଧ ଯାଏ ପାଠ ପଢ଼ିବାର ଅଭ୍ୟାସ ମୋର ଥିବାରୁ ମୁଁ ଶୋଇ ନଥାଏ। ମୋ ପଢ଼ା ଘରୁ ବାପାଙ୍କ ଶୋଇବା ଘରର ଝର୍କା ଦେଇ ମୁଁ ଦେଖିପାରୁଥାଏ ଅନ୍ଧାର ଆଡ଼କୁ ମୁହଁ କରି ଆରାମ ଚୌକିରେ ବସି ଆଖି ପାଉନଥିବା ସେ ଗାଢ଼ ଅନ୍ଧାର ଆଡ଼କୁ ଚାହିଁ ରହିଥିଲେ ବାପା। କଣ ଭାବୁଥିଲେ କେଜାଣି? ବାହାରକୁ ହୁଏତ ସେ ସ୍ଥିର ଶାନ୍ତ ଦିଶୁଥିଲେ, ହେଲେ ତାଙ୍କ ହୃଦୟର ଉଦ୍ବିଗ୍ନତାକୁ ମୁଁ ଦୂରରୁ ହିଁ ଅନୁଭବ କରିପାରୁଥାଏ। ମୁଁ ସେତେବେଳେ ତାଙ୍କର ବିଚଳିତପଣକୁ ଅନୁଭବ କରିପାରୁଥାଏ, ଯେତେବେଳେ ମଝିରେ ମଝିରେ ସେ ଚୌକିରେ ଆଉଜି ଦୋଳାୟମାନ ହେଉ ହେଉ ସ୍ଥିର ହୋଇଯାଉଥାନ୍ତି ଓ ପୁଣି କିଛି ସମୟ ଚୁପ୍ ରହି ସ୍ଥିର ରହି ପୁଣି ଦୋହଲିବା ଆରମ୍ଭ କରୁଥାନ୍ତି। ବାପାଙ୍କୁ ମୁଁ ମୋର ଏଇ 20 ବର୍ଷ ବୟସ ଭିତରେ ଯେତିକି ଜାଣିଛି, ଏତିକି ବୁଝିଛି ଯେ ସେ ଜଣେ ନିରପେକ୍ଷ, ସ୍ୱାଭିମାନୀ, ପୁଣି ଅତି ସମ୍ବେଦନଶୀଳ ଗମ୍ଭୀର ମଣିଷ। ତାଙ୍କୁ କ୍ୱଚିତ୍ ହାରିବା ଦେଖିଥିଲି। ପ୍ରାୟତଃ ସେ ଗୁମସୁମ୍ ଦିଶନ୍ତି। କେତେବେଳେ ହାତକୁ ଚାହିଁ ଆଙ୍ଗୁଠି ଗଣି ପକାନ୍ତି ଓ ଦୀର୍ଘଶ୍ୱାସ ଆଙ୍କି ବିମର୍ଷ ଦିଶନ୍ତି। ପୁଣି କେତେବେଳେ ମୋତେ ଅନେଇ ହସି ଦିଅନ୍ତି, ହଠାତ୍ ଚୁପ୍ ହେଇଯାଆନ୍ତି। ମୁଁ ପଢ଼ା ବହି ବନ୍ଦ କରି ସେଦିନ ତାଙ୍କ ପାଖକୁ ଗଲି। ପିଲା ବୟସରୁ ବାପା ଆର୍ମିରେ ଯୋଗ ଦେଇ ଘରଠାରୁ ବେଶ୍ ଦୂରରେ ଦେଶର ସୀମାନ୍ତରେ ରହି କାମ କରୁଥିଲେ। ଆଜିର ସମୟରେ ଏସବୁର ମହତ୍ତ୍ୱକୁ ବୁଝିବା ଲୋକ ଖୁବ୍ କମ୍। ବେଳେ ବେଳେ ଦେଶ ରକ୍ଷା ପ୍ରତି ମୋ ବାପାଙ୍କ ବ୍ୟସ୍ତତା ଓ ଦୃଢ଼ ମନୋବୃତ୍ତିକୁ ବୁଝି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ସତରେ କି ଟାଣୁଆ ହୃଦୟ ଥିଲା ତାଙ୍କର! ଅଥଚ ସେ ଟାଣୁଆ ହୃଦୟ ତଳେ ନିଜର ପ୍ରିୟ ପରିଜନଙ୍କ ପାଇଁ କେତେ ଯେ ଆବେଗ ନଥିଲା ସତେ! ତାଙ୍କ ଜୀବନରେ ସଂଘର୍ଷ ପିଲାଟି ବେଳୁ। ଭାଇଆଳିଆ ଘର ଭିତରେ ଭାଇମାନଙ୍କ ଭିତରେ ବାପା ଥିଲେ ଚତୁର୍ଥ। ତିନି ଦାଦାଙ୍କ ଭିତରେ ବାପା ଥିଲେ ଅଧିକ ପରିଶ୍ରମୀ। ମୁଁ ମୋ ହେତୁ ପାଇବା ଦିନରୁ ତାଙ୍କୁ କର୍ମଠ ଥିବା ଦେଖିଛି। ବେଳେ ବେଳେ ମା କୋଳରେ ବସି ତାଙ୍କ ବଡ଼ ବଡ଼ ଲାଲ ଲାଲ ଆଖି ଦେଖି ମୋ ମା ଛାତିରେ ମୁହଁକୁ ଲୁଚି ତାଙ୍କୁ କଣେଇ କଣେଇ ଚାହିଁଛି। ମଝିରେ ମଝିରେ ତାଙ୍କୁ ମାସ ମାସ ଧରି ଦେଖେନି, କେବେ କେବେ ବର୍ଷେ ବି ହେଇଥିବ କି କଣ। ସେଇ ଡେଙ୍ଗା କଠୋର ମୁହାଁ ମଣିଷଟା କୁଆଡ଼େ ଚାଲି ଯାଉଥିଲା କେଜାଣି। ଦୀର୍ଘ ଅନ୍ତରାଳ ପରେ ସେ ଫେରୁଥିଲେ। ବୁଝିବା ସୁଝିବା ହେବା ପରେ ମୁଁ ଜାଣିଲି ମୋ ବାପା ଆର୍ମିରେ ଓ ସୀମାନ୍ତରେ ସେ କାମ କରନ୍ତି। ୟା ଭିତରେ ବିତି ଯାଇଥିଲା ଅନେକ ବର୍ଷ। ସେ ଅବସର ନେଇ ଘରେ ରହିବା ବେଳକୁ ମୁଁ କଲେଜରେ ପଢ଼ୁଥିଲି। ତାଙ୍କ ପ୍ରତି ମୋର ଭୀଷଣ ଭୟ ଥିଲା। ବେଳେ ବେଳେ ତାଙ୍କ ଛାତି ଭିତରେ ଚାପି ହୋଇ ରହିଥିବା ଅନେକ ଅଣଲେଉଟା ପୃଷ୍ଠାର ଦଲିଲ ମୁଁ ପଢ଼ିବାକୁ ଚାହିଁଛି।
ହେଲେ ସେ ଏତେ ଗମ୍ଭୀର ଥିଲେ ଯେ ତାଙ୍କୁ କିଛି ପଚାରିବାକୁ ସାହସ ଜୁଟେଇ ପାରିନଥିଲି। ଦିନେ ଅନେକ ସମୟ ତାଙ୍କ ପାଖରେ ଛିଡ଼ା ହେଲା ପରେ ବି ସେ ଅନ୍ୟମନସ୍କ ଥିବା ଅନୁଭବ କରି ମୁଁ ତାଙ୍କ ପାଖରେ ଛିଡ଼ା ହେଲି ଏବଂ ତାଙ୍କ ପିଠିରେ ହାତ ରଖିଲି। ସେ ମୋ ଉପସ୍ଥିତି ସମ୍ପର୍କରେ ସତରେ ଆଦୌ ଜାଣିପାରି ନଥିଲେ। କେତେବେଳେ କି ବୋଧେ ଯାଇ ଜାଣିଲେ ଏବଂ ଜାଣିପାରି ମୋତେ କିଛି କହିଲା ପରି ଚାହିଁଲେ ଓ ତାଙ୍କ ଓଠ ଦୁଇ ମୁହୂର୍ତ୍ତକ ପାଇଁ ଥରି ଉଠିଲା, ମାତ୍ର ସେ ନିଜକୁ ପୁଣି ଥରେ ନିୟନ୍ତ୍ରଣ କରି ନୀରବ ରହିଲେ। ମୁଁ ପଚାରିଲି, ବାପା, ତମେ ଶୋଇନାହଁ? ବହୁତ ଡେରି ହେଇଗଲାଣି। ତୁ ବି ତ ଶୋଇନୁ ମୁନୁ, ଯା ଶୋଇପଡ଼, ଭୋରୁ ଉଠି ପଢ଼ିବୁ। ତମ ଦେହ ଭଲ ଲାଗୁଛି ତ ବାପା? ଦେଖେଇଲ, ଦେଖେଇଲ, ଗୋଡ଼ ଟିକେ ଘଷିଦେବି ଯେ ନିଦ ଲାଗିଯିବ। ନାଇଁ ରେ, ତୁ ଯାଇ ଶୋ। ନାଇଁ ନାଇଁ ବାପା, ତମେ କ'ଣ ଭାବୁଥିଲ ଯେ ମତେ କୁହ? କେତେ କ'ଣ ଭାବୁଥିଲ? ମୁଁ ଆସିବା ବି ତମେ ଜାଣିପାରିଲନି। ଯଦି କିଛି ଅସୁବିଧା ଅଛି ତେବେ କହୁନ, ମୁଁ ଟିକେ ବୁଝିବାକୁ ଚାହିଁବି। ସେ ଉତ୍ତର ଦେଲେ, ବେଳେ ବେଳେ ମଣିଷ ବହୁତ କଥା ବୁଝି ମଧ୍ୟ ବୁଝିବାକୁ ଚାହେଁନି ରେ ମୁନୁ। ଜୀବନଟା ସେଥିପାଇଁ ଅବୁଝା ଏବଂ କେହି କେହି ଜୀବନକୁ ସେଥିପାଇଁ ଜଟିଳ ଗଣିତ ବୋଲି କୁହନ୍ତି ନା। ଦୀର୍ଘଶ୍ୱାସ ଛାଡ଼ିଲେ ସେ ଏବଂ ପୁଣି ଥରେ ସେଇ କିଟିମିଟି ଅନ୍ଧାର ଆଡ଼କୁ ଚାହିଁ ବସି ରହିଲେ। କିଛି ସମୟ ପରେ ମୁଁ ଡାକିଲି, ବାପା, ତମେ ଆଜି ଭାରି ବ୍ୟସ୍ତ ବିଚଳିତ ଲାଗୁଛ। ହଉ, ତୁ ବସ ଏଇଠି, ଶୁଣିବୁ? ଆଜି ମୋ ମାମା କଥା ବହୁତ ମନେ ପଡୁଛି। ମୁଁ କହିଲି, ମାମା ମାନେ? ଓ, ମୋ ଜେଜେମାମା କଥା? ସେ ଗୁମସୁମ ହେଇ ହଁ ମାରିଲେ। ବୋଧହୁଏ ସେ ବାଷ୍ପାରୁଦ୍ଧ ହୋଇଯାଇଥିଲେ। ଜେଜେମାମା କଥା ମନେ ପକେଇ ତମେ ଭାରି ଦୁଃଖୀ ହେଇଯାଇଛ ନା ବାପା? ବାପା ଗୋଟେ ଦୀର୍ଘଶ୍ୱାସ ଟାଣି ପୁଣି ଅନ୍ଧାରକୁ ଚାହିଁ ରହିଲେ। ସେ ଅନ୍ଧାରରେ କେବଳ ସେ ଆଉ ମୁଁ ଥିଲୁ। ଦୂରରେ ଜଳୁଥାଏ ଦିକ୍ ଦିକ୍ ଧୂମାଭ କୁଣ୍ଡଳି ଆଙ୍କି ଆବଦ୍ଧ କାଚକୁ କଳା କରୁଥିବା ଲଣ୍ଠନଟେ। ବହୁତ ସମୟ ଯାଏ ସେ ଗୁମ୍ ମାରି ପାଷାଣଟିଏ ପରି ବସି ରହିଲେ। ତାଙ୍କର ଏମିତି ବସି ରହିବା ଭିତରେ ସେଇ ପ୍ରହରର ନୀରବ ନିଥର କ୍ଷଣ ସବୁ ଯେମିତି କିଛି କହିବାକୁ ଚେଷ୍ଟା କରୁଥାନ୍ତି। ମୁଁ ପାଖରେ ଥିବା ଟେବୁଲରୁ ପାଣି ଆଣି ବାପାଙ୍କ ହାତକୁ ବଢ଼େଇ ଦେଲି। ସେ ଅନ୍ୟମନସ୍କ ଭାବରେ ପାଣିତକ ଏକା ରାହାରେ ପିଇଦେଲେ ଓ ଗଳା ଝାଡ଼ି କିଛି କହିବାକୁ ପ୍ରସ୍ତୁତ ହେଲେ। ତାଙ୍କ ପାଟିରୁ ପ୍ରଥମ ଶବ୍ଦ ଅସ୍ପଷ୍ଟ ଭାବରେ ବାହାରିବାରୁ ସେ ପୁଣି ଥରେ ଗଳାଟା ଝାଡ଼ିଲେ ଓ କଥା ଆରମ୍ଭ କଲେ। ମୋତେ ଲାଗୁଥାଏ ତାଙ୍କ କଣ୍ଠକୁ ଯେମିତି କିଛି ଗୋଟେ ରୁଦ୍ଧ କରୁଛି। ହୁଏତ ସେଠି ଥାଇପାରେ ତାଙ୍କ ଉଦ୍ଗତ ସ୍ନେହ ଅବା ତାଙ୍କ ମାମା ପ୍ରତି ତାଙ୍କର ଆନ୍ତରିକ ଭଲ ପାଇବା ଏବଂ ତାଙ୍କ ମାମାଙ୍କ ଅବର୍ତ୍ତମାନରେ ତାଙ୍କୁ ହୁଏତ ବହୁତ କାନ୍ଦ ଲାଗୁଥାଏ ପାରେ। ହୁଏତ ତାଙ୍କ ମାମାଙ୍କ ଅବର୍ତ୍ତମାନରେ ତାଙ୍କୁ ଖୁବ୍ କାନ୍ଦ ଲାଗିଥାଇପାରେ। ସେ ଆରମ୍ଭ କଲେ, ମୁନୁରେ, ମୋ ମାମା କଥା ଆଜି ମୋର ଖୁବ୍ ମନେ ପଡୁଛି। ମୋ ମାମା ମୋ ପାଇଁ ଥିଲା ଆଶିଷ, ଆଶ୍ୱାସନା ଓ ଆଶ୍ରୟର ଗୋଟେ ସୁନ୍ଦର ଉପବନ। 12 ବର୍ଷ ଯାଏ ତା ଆଖିରେ ମୁଁ ଜଗତ ଦେଖିଥିଲି। କେବଳ ଏକମାତ୍ର ମୋ ମାମା ହିଁ ମୋତେ ଦରକାର ଥିଲା। ମୁଁ ନିଦରୁ ଉଠିବା ଓ ଶୋଇବା ପୂର୍ବରୁ ତାକୁ ହିଁ ଦେଖିବାକୁ ଚାହୁଁଥିଲି। ମୋ ହେତୁ ପାଇବା ବହୁ ପୂର୍ବରୁ ମୋ ବାପା ଚାଲି ଯାଇଥିଲେ। ମାମା ହିଁ ମୋ ପାଇଁ ବାପା ଓ ମାମା ସାଜିଥିଲା। ତାରି କୋଳରେ ମୋତେ ସେ ଖୁବ୍ ସ୍ନେହ ଆଦର ଯତ୍ନ କରେ। କିନ୍ତୁ ମୋ ଅପେକ୍ଷା ତୋର ସେ ଅନ୍ୟ 3 ଦାଦା ଓ ସେମାନଙ୍କ 2 ପୁଅ ତାର ଅତି ପ୍ରିୟ ଥିଲେ।
ତୋ ଦାଦାମାନଙ୍କ ଠାରୁ ମୁଁ ପାଖାପାଖି 7-8 ବର୍ଷ ସାନ ଥିଲି। ଖାଇବା ଥାଳି ବାଢ଼ିଦେଲା ବେଳେ ମୋ ମାମା ମୋ ଥାଳିରୁ ମୁଠାଏ କମେଇ ସେମାନଙ୍କୁ ଅଧିକ ମୁଠାଏ ବାଢ଼ି ଦେବାରେ ତାର ଆନନ୍ଦ। ମୋ ଆଗରେ ସେମାନଙ୍କର ସେ ବହୁତ କିଛି କରିଛି। ଦିନେ ତା କଥା ମାନି ପାଠ ପଢ଼ିଲିନି ବୋଲି ସେମାନଙ୍କ ଆଗରେ ସେ ମତେ ବହେ ଶୋଧିଲା ଆଉ ଦି ଚାପୁଡ଼ା ମାରିଲା। ଭାରି ଅପମାନ ଲାଗିଲା। ଅଭିମାନରେ ମୁଁ ଘରୁ ପଳେଇବି ବୋଲି ମନସ୍ଥ କଲି, ଆଉ ପଳେଇଲି ବି। ଗଲାବେଳେ ତାରିଆଡ଼େ ଫେରି ଚାହିଁଲା ବେଳକୁ ବି ସେ ସେଇ ଦାଦାଙ୍କ ପିଲାଙ୍କୁ ଧରି ଖେଳୁଥାଏ। କାହାକୁ ପିଠିରେ ନାଉ କରିଥାଏ ତ କାହାକୁ କୋଳରେ ବସେଇଥାଏ, ଆଉ କାହା କାନରୁ ଗେଲ କରି ଗଇ କାଢ଼ୁଥାଏ। ଏସବୁ ଦେଖି ମୋ ମନରେ ସେମାନଙ୍କ ପ୍ରତି ଖୁବ୍ ଈର୍ଷା ହେଲା। ଅଭିମାନ ଓ କ୍ଷୋଭରେ ଫୁଲି ଉଠି ମନେ ମନେ କହିଥିଲି, ଥା ତୁ, ଥା, ସେଇମାନଙ୍କ ସହିତ ଥା। ମୁଁ ଏ ଘର ଛାଡ଼ି ଚାଲି ଯାଉଛି, ଆଉ ଜମା ଫେରିବିନି ଯେ। ମୁଁ ତୋର କ'ଣ ଦରକାର କି? ଦିନେ ଭାବିବୁ ଯେ ମୋ କଥା, ହେଲେ ମୁଁ ନଥିବି ତୋ ପାଖରେ। ଏତିକି କହି ସେ ଏଣିକି ଗୁପଚୁପ୍ ହେଇଗଲେ। ଲାଗୁଥାଏ ତାଙ୍କ ଛାତି ଭିତରଟାକୁ କେହି ଯେମିତି ଯନ୍ତ୍ରଣାର ଶହ ଶହ ଛୁଞ୍ଚି ଫୋଡ଼ି ଚାଲିଛି। ମୁଁ ବାପାଙ୍କୁ ପଚାରିଲି, ବାପା, ତାପରେ କ'ଣ ତୁମେ ପଳେଇଲ ସତରେ? କୁଆଡ଼େ ଗଲ? ଜେଜେମାମା କୁଆଡ଼େ ଗଲା? ବାପା ନିବିଷ୍ଟ ହୋଇ ସେ ଅନ୍ଧାର ଭିତରକୁ ଚାହିଁ ରହିଥିଲେ, ସତେ ଯେମିତି ଅତୀତର ହଜିଥିବା କ୍ଷିଅକୁ ତାରି ଭିତରୁ ଗୋଟେଇବାକୁ ଚେଷ୍ଟା କରୁଥିଲେ। ଧୀରେ ଧୀରେ କହିଲେ, ମୁନୁ, ମୁଁ ଭାରି ବଦ୍ରାଗୀଟା। ଘରୁ ମୋଟେ ଗୋଡ଼ କାଢ଼ି ନଥିଲି ତା ପୂର୍ବରୁ। ଯେତେ ରାଗିଲେ ବି ଘରୁ ଯାଏନି। ମାମା କିନ୍ତୁ ଜାଣିଥାଏ ମୁଁ ଭାରି ପେଟ ବିକେଳାଟା। ଯୁଆଡ଼େ ଯାଇଥିବି ଭୋକ ହେଲେ ଫେରି ଆସିବି। କିନ୍ତୁ ପ୍ରକୃତରେ ଈର୍ଷା, ବାଦଛେଦ ମଣିଷ ମନକୁ ଖୁବ୍ ତତାଏ। ସେଇ ତତଲା ନିଆଁ ମତେ ମୋ ମାମାଠୁ ଦୂରେଇ ନେଲା। ମୁଁ କୁଆଡ଼େ କେଉଁଠାକୁ ଯାଉଛି ଜାଣିନଥାଏ। ଯାଇ ପହଞ୍ଚିଥିଲି ଏକ ଅଜଣା ସହରରେ। ସେଇଠି ମିଲିଟାରୀ କ୍ୟାମ୍ପରେ 14-15 ବର୍ଷର ପିଲାଙ୍କ ପାଇଁ ଟ୍ରେନିଂ ସୁବିଧା ଥାଏ ଏବଂ ପାରିଶ୍ରମିକ ବି ଥାଏ। ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଦୃଢ଼ ନିଶ୍ଚୟ କଲି ଯେ ମୁଁ ଆଉ କେବେ ହେଲେ ଘରକୁ ଫେରିବିନି। ବାପାଙ୍କର ଏ କଥା ସବୁ ଶୁଣିସାରି ମୁଁ ପଚାରିଲି, ବାପା, ତାପରେ କ'ଣ ହେଲା? ତମେ କ'ଣ ସତରେ ଆଉ ଫେରିଲନି? ମାନେ ତମେ ମୋ ଜେଜେମାମାକୁ ଆଉ କେବେ ହେଲେ ଦେଖିନ? ନା। ନା ମାନେ? ନା ମାନେ ତୋ ଜେଜେମାମାକୁ ମୁଁ ଆଉ ଦେଖିନି। ବାପା ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ। ମୁଁ ମିଲିଟାରୀ କ୍ୟାମ୍ପରେ ସେଠିକା ନିୟମ ଅନୁସାରେ ପ୍ରଥମେ ଶିକ୍ଷକତା କଲି। ପିଲାମାନଙ୍କୁ ବିଭିନ୍ନ ଟ୍ରେନିଂ ଦେଇ ବେଶ କିଛି ପଇସା ବି ପାଇଲି। କିଛି ଦିନ ଭିତରେ ମୋ ହାତରେ ବେଶ ଭଲ ଦରମା କିଛି ଜମା କରିପାରିଲି। ହେଲେ ଦରମା ପଇସା କାହା ପାଇଁ ମଣିଷ ସଞ୍ଚେ କହିଲୁ? ଯଦି ତମର ଅର୍ଜିତ ଧନ କାହା କାମରେ ଆସିଲାନି, ତେବେ ଟଙ୍କା ସଞ୍ଚି ଲାଭ କ'ଣ? ଆଉ ସେଇ ସମୟରେ ମୋର ଯଦି କେହି ମନେ ପଡୁଥିଲା, ସେ ଥିଲା କେବଳ ଆଉ କେବଳ ମୋ ମାମା। ଭାରି ଇଚ୍ଛା ହେଲା ତାକୁ ଚିଠି ଖଣ୍ଡେ ଲେଖିବାକୁ। ପୋଷ୍ଟ କାର୍ଡରେ ତାକୁ ଲେଖିଲି, ମାମାଲୋ, ଜାଣେ ତୁ ମୋ ଉପରେ ଖୁବ୍ ରାଗିଥିବୁ। ମୁଁ ଆସିଲା ପରେ କେତେ ଖୋଜିଥିବୁ। ଏକୁଟିଆ ଶୋଇଲା ବେଳେ କାହା ଉପରେ ତୋ କାନି ଘୋଡ଼େଇଥିବୁ, ଆଉଁସିଥିବୁ। ମୋ ଭାଇମାନଙ୍କ ଉପରେ ନୁହେଁ। ଆଉ ମୁଁ ତ କୋଳରୁ ବହୁ ଦୂରରେ। ୟା ଭିତରେ 8 ବର୍ଷ ବିତିଗଲାଣି। ତୁ କେମିତି ଅଛୁ ମାମା? ଆଜି ତୋର ସେଇ ଦୁଷ୍ଟ ପୁଅ କିନ୍ତୁ ସୁନା ପୁଅଟେ ହେଇଯାଇଛି। ତୁ ଚାହୁଁଥିଲୁ ନା ମୁଁ ଚାକିରି କରେ? ଚାକିରି ବି କଲି। ଏଇ ନେ ତୋ ପାଖକୁ ତୋ ପାନ ଖର୍ଚ୍ଚ, ଦିଅଁ ଦେବତା ଖର୍ଚ୍ଚ, ପୂଜା ଅର୍ଚ୍ଚନା ଖର୍ଚ୍ଚ ପଠଉଛି। କାହାରି ଆଗରେ ତୋର ହାତ ପତେଇବା ଦରକାର ନାହିଁ।
ମନ ଇଚ୍ଛା ଖର୍ଚ୍ଚ କରିବୁ, ଯେତେ ସରିବ ସେତେ ଦେବି। ୟା ଭିତରେ ଆଉ ମୋ ମନରେ ମୋ ଭାଇମାନଙ୍କ ପାଇଁ ଆଉ ରାଗ ନାହିଁ। ମଣିଷର ପରିବାରଟେ ନଥିଲେ ବଞ୍ଚିବାର ଇଚ୍ଛା କମିଯାଏ। କିନ୍ତୁ ସ୍ନେହ ଆଦର କ'ଣ ଜବରଦସ୍ତି ମିଳେ? ଅର୍ଜନ କରିବାକୁ ହୁଏ। ମୁଁ ହତଭାଗା ଥିଲି ମାମା, ତେଣୁ ତୋଠୁ ଦୂରେଇ ଯାଇଥିଲି। ଦୀର୍ଘ ବର୍ଷ ତୋଠୁ ଦୂରରେ ରହିବା ପରେ ତୋ ମହତ୍ଵ ମୁଁ ଆଜି ବୁଝିପାରିଛି। ତୁ ଅଛୁ, ସେତିକି ହିଁ ମୋ ପାଇଁ ସବୁଠୁ ବଡ଼ ଆଶ୍ୱାସନା। ତୋ ପାଖକୁ ଶୀଘ୍ର ଯିବି। ଇତି ତୋ ବାଇଆ। ମୁନୁରେ ମୁଁ ମନେ ମନେ ଭାବୁଥାଏ ମୋ ଚିଠି ପାଇ ମୋ ମାମାର ନାକପୁଡ଼ା ଗର୍ବରେ ଫୁଲି ଉଠୁଥିବ। ପଦ୍ରାକି ଚଗଲା ପୁଅକୁ ତାର କେତେ ଆଶିଷ ସେ ନ ଦେଇଥିବ। ଫୁଲ, ପୂଜା, ଘିଅ, ସଞ୍ଜ ସଳିତା କିଣିବା ପରେ ଯଦି କିଛି ବଳୁଥିବ, ଗାଁ ପାଖ ଗୁରେଇ ସାହୁ ମାକୁ ତା ସଙ୍ଗାତକୁ ଅରଖିତିଆ ଅବନୀକୁ ନିଶ୍ଚୟ ଯାଚି ଯାଚି ଦେଇଥିବ। ହଁ, ଗର୍ବ କରିବନି କିଆ? ତା ପୁଅ ଯୋଗ୍ୟ ହେଇ ନିଜ ଗୋଡ଼ରେ ଛିଡ଼ା ହେଇଛି ପରା। ମାମାଟା ବେଶୀ ପାଠ ପଢ଼ିନଥିଲା, ତେଣୁ ତାଠାରୁ ଚିଠିର ଉତ୍ତର ମଧ୍ୟ ଆସିବ ବୋଲି ମୋର ଆଶା ବି ନଥିଲା। ଏତିକି ଭାବି ଶାନ୍ତି ପାଉଥିଲି ଯେ ସେ ମନି ଅର୍ଡର ପାଉଥିବ ଏବଂ ମୋତେ ଆଶୀର୍ବାଦ କରୁଥିବ। ଶୀଘ୍ର ତା ପାଖକୁ ଯିବି ବୋଲି ପ୍ରତି ମାସର ଦରମା ଟଙ୍କା ପଠାଇ ଚିଠି ଦିଏ ଏବଂ ଲେଖେ। କିନ୍ତୁ ବର୍ଷ ପରେ ବର୍ଷ ବିତିଗଲା, ମାମା ପାଖକୁ ଫେରି ପାରି ନଥିଲି। ସେଥର ଚାଇନା ଓ ଭାରତ ଯୁଦ୍ଧ ସରିଥାଏ। ଆମକୁ କିଛି ଦିନ ପାଇଁ ଛୁଟି ମିଳିଗଲା। ସବୁ ସାଙ୍ଗମାନେ ଯେତେବେଳେ ନିଜ ନିଜ ଘରକୁ ଗଲେ, ମୁଁ ମଧ୍ୟ ଘରକୁ ଫେରିବାକୁ ଉଚ୍ଚଟିତ ହେଲି। ମୋ ଗୋଡ଼ ତଳେ ଲାଗୁନଥାଏ। ଭାବୁଥାଏ ଏଇ ସାଙ୍ଗେ ସାଙ୍ଗେ ପହଞ୍ଚି ପାରନ୍ତି କି ମୋ ମାମା ପାଖେ। ବାପା ଏଥର ଏତିକି କହି ଚୁପ୍ ହେଇଗଲେ। ମୁଁ କିନ୍ତୁ ଉତ୍ସାହିତ ହୋଇ ବାପାଙ୍କୁ ପଚାରିଲି, ବାପା, ଏତେ ବର୍ଷ ପରେ ଜେଜେମାମା ତୁମକୁ ଦେଖି ଖୁବ୍ ଖୁସି ହେଇଥିବ ନୁହେଁ? ତା ଗୋଡ଼ ତଳେ ଲାଗିନଥିବ। କ'ଣ କହିଲା ଜେଜେମାମା ଯେବେ ତମକୁ ଦେଖିଲା? ବାପା ଏଥର ପୂର୍ବ ପରି ହିଁ ବସି ରହିଥିଲେ, ଅପେକ୍ଷାକୃତ ସ୍ଥାଣୁ, ନିଷ୍ପ୍ରାଣ, ନୀରବ। ସେ କଥା ଆରମ୍ଭ କଲାବେଳେ ଲାଗୁଥାଏ ସତେ ଯେମିତି ତାଙ୍କ ଗଳାରେ କିଛି ଅଟକି ଯାଇଛି। ବାପା କହିଲେ, ଦୀର୍ଘ 8 ବର୍ଷ। ଗୋଟେ ଯୁଗ ପରି ମନେ ହେଉଥାଏ। ମୁଁ ଗାଁକୁ ଆସିବାକୁ ଯେତେବେଳେ ଗାଡ଼ି ଧରିଲି, ମୋ ମାମାକୁ ଏତେ ବର୍ଷ ପରେ ଦେଖିବାର ଆକାଂକ୍ଷା ଓ ଆନନ୍ଦ ଦ୍ୱିଗୁଣିତ ହୋଇଯାଇଥିଲା। ସୀମାନ୍ତରୁ ଦିଲ୍ଲୀ, ଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ଗାଁ, ଗାଁ ଶେଷ ମୁଣ୍ଡ ବଡ଼ ବରଗଛ ପାଖରେ ବସ୍ ଓହ୍ଲେଇ ଦେଇ ଚାଲିଗଲା ରାତି 11টাରେ। ମୁଁ ପାହୁଣ୍ଡ ଗଣୁଥାଏ। ଦୀର୍ଘ ବର୍ଷ ପରେ ମୋ ଫେରନ୍ତା ଆନନ୍ଦ ମୋ ଭିତରେ ଅଦ୍ଭୁତ କମ୍ପନ ସୃଷ୍ଟି କରୁଥାଏ। ଶରତ ପୂର୍ଣ୍ଣିମାର ସଫେଦ ମଲ୍ଲିଫୁଲିଆ ଜହ୍ନର ସିଜରେ ଆମ ଗାଁଟି ଯେମିତି ଘୁମେଇ ପଡ଼ିଥାଏ ଏଇ ସାଙ୍ଗେ ସାଙ୍ଗେ। ମାମାକୁ ଦେବା ପାଇଁ ମୋ ହାତରେ ଥାଏ ଝୁଡ଼ିଏ ହେବ ସେଓ, କମଳା। ସେ ସବୁ ମୋ ମାମାର ପ୍ରିୟ ଫଳ। ଆକାଶରେ ନୀଳ ନୀଳ ବାଦଲ ଖଣ୍ଡରେ ହାତୀ, ଘୋଡ଼ାର ଚିତ୍ରରୂପ ଭାସି ଯାଉଥାନ୍ତି। ମୁଁ ବଡ଼ ବଡ଼ ପାହୁଣ୍ଡ ପକେଇ ଘର ମୁହାଁଇଲି। ଗାଁ ଭିତରକୁ ପ୍ରବେଶ ପୂର୍ବରୁ ପଡ଼େ ବିସ୍ତୀର୍ଣ୍ଣ ମୁଗ ପିରିର ପାଟ, ଛୋଟ ଟୁବି ଗାଡ଼ିଆ ଓ ଗୋହିରୀ। ଗାଡ଼ିଆ ପାରି ହେଲେ ଗାଁ ଭିତରକୁ ସଳଖ ରାସ୍ତା। ମୁଁ ଚାଲୁ ନଥାଏ ତ ଏକ ପ୍ରକାର ଡେଉଁଥାଏ। ହଠାତ୍ ଛାତିଟା ଦାଉଁ କିନା ହେଲା ଓ ମୁଁ ଚମକି ପଡ଼ିଲି। ଦେଖିଲି ଟୁବି ଗାଡ଼ିଆ ତୁଠ ପଥର ଉପରେ କେହି ଜଣେ ମୁଣ୍ଡରେ ଓଢ଼ଣା ଟାଣି ବସିଛି। ମୁଁ ହଠାତ୍ ଥମିଗଲି। ମୁଁ ଆଗକୁ ଯାଇ ପଚାରିଲି, କିଏ? କିଏ ସେଠି? ସେ କିଛି ବି ଉତ୍ତର ଦେଲେନି। ଏତେ ରାତିରେ ଗୋଟେ ସ୍ତ୍ରୀ ଲୋକ, ବୋଧେ ପୋଖରୀ ପାଣି ପାଇଁ ଆସିଥିବେ। ମୁଁ ବାଟ କାଟି ଅନ୍ୟ ରାସ୍ତାରେ ଯିବାକୁ ବାହାରିବାରୁ ନାରୀ କଣ୍ଠ ବାରି ପାରିଲି।
ବାବା, ଏତେ ଦିନରେ ଗାଁକୁ ଫେରିବାକୁ ସମୟ ମିଳିଲା? କିଏ? ଆପଣ ମତେ ଏତେ ରାତିରେ ବି ଜାଣିପାରିଲେ? 8 ବର୍ଷ ପରେ ଫେରୁଛି। ଆପଣ ବୋଧେ ଆମ ଗାଁର ଭାଉଜ କି? ମୁଁ ଜାଣିପାରୁନି, କ୍ଷମା କରିବେ, ମୁଁ ଜାଣିପାରୁନି। ଏଥର ସ୍ତ୍ରୀଟି ଧକେଇ ଧକେଇ କଇଁ କଇଁ କାନ୍ଦିବାକୁ ଆରମ୍ଭ କଲା। ନିଶାର୍ଦ୍ଧରେ ଟୁବି ଗାଡ଼ିଆ ପାଖରେ ଝିଙ୍କାରୀର ଝିଁ ଝିଁ ଶବ୍ଦ, ଦୂରରୁ ବୋହି ଆସୁଥିବା ଶରତ ରାତିର ଥଣ୍ଡା ପବନକୁ ସ୍ତ୍ରୀଟିର କାନ୍ଦ ଭାରି ଅଦ୍ଭୁତ ମନେ ହେଉଥାଏ। କ'ଣ କରିବି କିଛି ହେଲେ ଭାବି ପାରୁନଥାଏ। ଏପଟେ ନିଶାର୍ଦ୍ଧ, ଆଉ ମାତ୍ର କେତେ ପାଉଣ୍ଡ ପରେ ଆମ ଗାଁ ଓ ପରେ ମୋ ମାମାକୁ ଦେଖିବି। ହେଲେ ଏତେ ରାତିରେ ସ୍ତ୍ରୀଟେ ଏମିତି ଅପନ୍ତରାରେ ବସି କାନ୍ଦିବା ମୋତେ ଏଇ ଅଦ୍ଭୁତ ଆଶଙ୍କାରେ ଆଶଙ୍କିତ କରୁଥାଏ। ଚିହ୍ନା ଚିହ୍ନା ଲାଗୁଥାଏ ସ୍ୱର, ହେଲେ ସଠିକ୍ ବାରି ପାରୁନଥାଏ। ସ୍ନେହ ଭରା ଅସ୍ପଷ୍ଟ କଥାକୁ ନ ଜାଣି ପାରିବାଟା ଖରାପ କଥା ହେବ ଭାବି ମୁଁ କହିଲି, ମୁଁ ବିଶୁ, ବହୁ ବର୍ଷ ପରେ ଗାଁକୁ ଆସିଛି। ଆପଣଙ୍କୁ ଜାଣିପାରୁନି। କ'ଣ ହେଇଛି ଆପଣଙ୍କର? ବ୍ୟସ୍ତ ହୁଅନ୍ତୁନି। ଆପଣ କୋଉ ସାହିର କହିଲେ? ଏ ପାଖରେ ରହୁଛନ୍ତି କି କ'ଣ? ହଉ, ମୋ ମାମା ପାଇଁ ମୁଁ ଫଳ କିଛି ଆଣିଥିଲି। ଯଦିଓ ଏତେ ରାତିରେ ଜଣକୁ ଏକାନ୍ତରେ କିଛି ଖାଇବାକୁ ଦେବା ଠିକ୍ ମନେ ହେଉନି, ତଥାପି ଏ ନିଅନ୍ତୁ। ଏତିକି କହି କିଛିଟା ଫଳ ତାଙ୍କୁ ଦେବାକୁ ହାତ ବଢ଼େଇବାରୁ ସେ କହିଲେ, ସେଇଠି ରଖିଦେ। ଏଥର ମୁଁ ତାଙ୍କ କଥା ଅନୁଯାୟୀ ସେଇ ହୁଡ଼ାରେ ଫଳ ରଖି ଏକମୁହାଁ ହୋଇ ଶୀଘ୍ର ଚାଲିବା ଆରମ୍ଭ କଲି। ଘରେ ପହଞ୍ଚିଲା ବେଳକୁ ସବୁଆଡ଼େ ଅନ୍ଧାର ଆଉ ଅନ୍ଧାର। ସମସ୍ତେ ଶୋଇଛନ୍ତି। ଏତେ ରାତିରେ ଆଉ କ'ଣ ମୋ ପାଇଁ ଚେଇଁଥାନ୍ତେ? କାହାକୁ ବି ତ ଜଣା ନଥିଲା ମୁଁ ଆସୁଛି ବୋଲି। ମୋ ଡାକ ଶୁଣି କବାଟ ଖଡ୍ ଖାଡ୍ କରି ବଡ଼ଦାଦା ବୋଧେ ବାହାରକୁ ବାହାରି ଆସିଲେ। ତା ପରେ ପରେ 2-4ଟା ଡିବି ଲଣ୍ଠନ ଜଳି ଉଠିଲା ଲାଗ ଲାଗ। ତଥାପି ମଧ୍ୟ ଏତେ ଦିନର ବ୍ୟବଧାନରେ ଆସିଥିବାରୁ ମୁଁ ଭଲରେ ସେଇ ଝାପ୍ସା ଆଲୁଅ ଭିତରେ କାହାର ମୁହଁକୁ ବାରି ପାରୁ ନଥାଏ। ବିଶୁ କିରେ? ହଁ ଦାଦା, ଏଇଠି ଓଳିକି ହେଉଛି। ଦାଦା, ମାମାକୁ ଡାକିଲ। କୁହ ମୁଁ ଆସିଛି। ହଉ ହଉ, ତୁ ଆ, ଏଇ ବାଟ ଘରେ ଶୋ, କାଲି ସକାଳେ ଯାହା କଥା। ନା ନା ନା, ସେମିତି କେମିତି ହେବ ଦାଦା? ଡାକୁନ ମାମାକୁ, କୋଉଠି ଅଛି ସେ? 8 ବର୍ଷ ଭିତରେ ଆମ ଘର ବଦଳି ଯାଇଥିବା ପରି ମନେ ହେଉଛି। କିନ୍ତୁ ମାମାର ସେ ଘରଟା କାହିଁ ବନ୍ଦ ଅଛି? ମୋ ଭାବପ୍ରବଣତାକୁ ନିୟନ୍ତ୍ରଣ କରିନେଇ ଭାବିଲି, ବୁଢ଼ୀ ଲୋକ ଶୋଇଯାଇଥିବ। ହଉ ଠିକ୍ ଅଛି, ସକାଳୁ କଥା ହେବି। ଶୋଇବା ପାଇଁ ଦାଦା ବାଟଘର ଖଟ ଉପରକୁ ଯାଇ ମୋତେ ଶୋଇବାକୁ କହିଲେ। କିଛି ସମୟ ପରେ ସମସ୍ତେ ଚାଲିଗଲେ। ମୋର ମନେ ପଡ଼ୁଥିଲା ଗାଡ଼ିଆ ପାଖରେ ସେଇ ଅଚିହ୍ନା ସ୍ତ୍ରୀର ସକ୍ ସକ୍ କାନ୍ଦ। ପୁଣି ସକାଳ ହେଲେ ମାମା ମୋତେ ଦେଖି କେତେ ଯେ ଖୁସି ହେବ ଭାବି ମୋତେ ନିଦ ଆସୁନଥାଏ। ଏଇ ଭାବନାରେ କେତେବେଳେ ଶୋଇପଡ଼ିଲି କେଜାଣି, ଜାଣିନି। ଡାମରା କାଉର କା କା ଶବ୍ଦରେ ଓ କୁକୁଡ଼ାର କୁକୁଡ଼ୁକୁ ଡାକରେ ଆଖି ଖୋଲିଲା। ଅଭିମାନ ଆସୁଥିଲା କିନ୍ତୁ। ମାମା କ'ଣ ଏଯାଏ ଜାଣିନି ମୁଁ ଆସିଛି ବୋଲି? ଏତେ ବର୍ଷ ପରେ ଆସିଲି, ସେ ତ ରାତି 4ଟାରୁ ଉଠେ। ଠାକୁର ମନ୍ଦିରକୁ ଯାଇଥିବ କି କ'ଣ, ଅଥଚ ମୋତେ ଟିକେ ଦେଖିବାକୁ ଏଯାଏ ଆସିଲାନି। ଜାଣିଥିଲେ ତ ଆସି ସାରନ୍ତାଣି। ଶେଯରୁ ଉଠି ମୁଁ ଡାକ ପକେଇଲି, ମାମା ମାମା। ବାରିପଟ, ଢିଙ୍କିଶାଳ, ଇଶାଣ ଘର ଚାରିଆଡ଼େ ଖୋଜିଲି, ହେଲେ ମାମା ନଥିଲା। ମୁଁ ବଡ଼ ପାଟି କରି ତାକୁ ଖୋଜୁଥାଏ। ଏହି ସମୟରେ ବଡ଼ଦାଦା ଆସି ପହଞ୍ଚିଲେ। ତାଙ୍କ ପଛକୁ ପଛ ଅନ୍ୟ ଦାଦାମାନେ। ସମସ୍ତେ ନୀରବରେ ଛିଡ଼ା ହେଇଥାନ୍ତି। ଖୁଡ଼ୀମାନେ ଖୁଣ୍ଟକୁ ଆଉଜି ଛିଡ଼ା ହେଇ ଓଢ଼ଣା ଟାଣିବା ପରି ମୁହଁ ଲୁଚେଇ ଛିଡ଼ା ହୋଇଥାନ୍ତି। ତାଙ୍କ ପରେ ପରେ ତାଙ୍କ ଛୁଆମାନେ।
ବଡ଼ ଦାଦା କହିଲେ, ବିଶୁ, ତୁ କାହାକୁ ଖୋଜୁଛୁ କିରେ? ତୋ ମାମା କ'ଣ ଆଉ ଅଛି? ମାନେ? ମାମା ନାହିଁ ମାନେ? ସେ 4 ବର୍ଷ ତଳୁ ମରିଗଲେଣି। କ'ଣ କହୁଛନ୍ତି ଦାଦା? ମୋ ମାମା? ଆକାଶରୁ ଖସି ପଡ଼ିଲା ପରି ମୁଁ ପଚାରିଲି, କ'ଣ କହୁଛ ତମେ? ମତେ ତ କିଛି ଜଣେଇନ। ଓ, ତେବେ କିଛି ପଇସା ପାଇବା ପାଇଁ ତା ମରିବା ଖବର ବି ମତେ ଦେଲନି? କାଳେ ସେ ମରିଯାଇଛି ବୋଲି ଜାଣିଲେ ମୁଁ ଟଙ୍କା ଦେବା ବନ୍ଦ କରିଦେବି, ନୁହେଁ? ମୁନୁରେ ମୋ ଛାତି ଥରି ଉଠୁଥାଏ। ଛାତି ଚିରି କୋହୁ ଉଠୁଥାଏ। କି ଅଭାଗା ପୁଅ ମୁଁ। ମୋ ଜନ୍ମଦାତ୍ରୀ ମା ମରିଗଲା, ଅଥଚ ମୁଁ ଏଯାଏ ତାକୁ ଶୁଦ୍ଧି ବି ହେଇନି। ତିଥିବାର ମାନିନି, ଆମିଷ ଉଷୁନା ବାରିନି, କି ତା ଶୁଦ୍ଧି ପାଳିନି। ଛାତି ଫଟେଇ ମୁଁ କାନ୍ଦୁଥାଏ, ଯେମିତି ପୁରା ଆକାଶଟା ଛିଣ୍ଡି ପଡ଼ିବ କି ଆଉ। ମତେ ଲାଗୁଥାଏ ମୁଁ ଯେମିତି ପାଗଳ ହୋଇଯିବି। ହଠାତ୍ ଚାଉଁକିନା ମନେ ପଡ଼ିଲା ଅଧରାତିରେ ସାକ୍ଷାତ କରିଥିବା ସେ ସ୍ତ୍ରୀ ଲୋକଟି କଥା। ସେ କିଏ ଥିଲା, ଯିଏ ମୋ ଆସିବା ଜାଣିପାରିଥିଲା? ସେ କ'ଣ ମୋ ମାମା? ବାପାଙ୍କର ଏତିକି ପ୍ରଶ୍ନ ଭିତରେ ମୁଁ ତାଙ୍କ ହାତକୁ ଜୋରରେ ଜାବୁଡ଼ି ଧରିଥିଲି। ବାପା, ସେ ଜେଜେମା ହିଁ ଥିଲା। ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଏ ଯେଉଁ ଗପ, ଯାହାକି ଏକ ନିଛକ ସତ କଥା, ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। କାହାଣୀଟି କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।